ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନକୁ କ୍ୟାନ୍ସର। ପ୍ରୋଷ୍ଟେଟ୍ କ୍ୟାନ୍ସରରେ ପୀଡ଼ିତ ଅଛନ୍ତି 82 ବର୍ଷୀୟ ବାଇଡେନ। 82 ବର୍ଷୀୟ ବାଇଡେନ କ୍ୟାନ୍ସରରେ ପୀଡ଼ିତ ଜାଣିବା ପରେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ସଭିଏଁ। ବାଇଡେନଙ୍କ ମେଡିକାଲ ହିଷ୍ଟ୍ରି ଦେଖିଲେ 2023ରେ ସେ ଯେତେବେଳେ ରାଷ୍ଟ୍ରପତି ଥିଲେ ତାଙ୍କ ଛାତିରେ ହୋଇଥିବା ସ୍କିନ୍ କ୍ୟାନ୍ସର କୋଷକୁ ହଟାଯାଇଥିଲା। ସେତେବେଳେ ଡାକ୍ତର କହିଥିଲେ ବାଇଡେନ ପୁରା ସୁସ୍ଥ ହୋଇଗଲେ। ଏହା ପୂର୍ବରୁ ବି ତାଙ୍କ ତ୍ୱଚାରୁ ଅନେକ ଥର କ୍ୟାନ୍ସର କୋଷକୁ ହଟାଯାଇ ସାରିଛି। ଫେବୃଆରୀ 2024ରେ ତାଙ୍କୁ ଫିଟ୍ ଫର୍ ଡ୍ୟୁଟି କୁହାଯାଇଥିଲା, କିନ୍ତୁ ଏବେ ନୂଆ କ୍ୟାନ୍ସର ପରେ ପୁଣି ଥରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚର୍ଚ୍ଚା ସରଗରମ ହୋଇଛି। ବାଇଡେନଙ୍କ କ୍ୟାନ୍ସର ତାଙ୍କର ହାଡ଼ ଯାଏ ବ୍ୟାପିଗଲାଣି। ଚଳିତ ସପ୍ତାହରେ ହିଁ ବାଇଡେନଙ୍କ ମୂତ୍ର ସମ୍ବନ୍ଧୀୟ ସମସ୍ୟା ଦେଖାଦେଇଥିଲା। ଆଉ ଯାଞ୍ଚ ରିପୋର୍ଟରେ ପ୍ରୋଷ୍ଟେଟ୍ କ୍ୟାନ୍ସରର ଲକ୍ଷଣ ପାଇଥିଲେ ଡାକ୍ତର। ବାଇଡେନଙ୍କ ଶରୀରରେ କ୍ୟାନ୍ସର ଚିହ୍ନଟ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ମେଲାନିଆ, ବାରାକ ଓବାମା, କମଲା ହାରିସ୍ ପ୍ରମୁଖ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। କିନ୍ତୁ ଟ୍ରମ୍ପଙ୍କ ବଡ଼ ପୁଅ ବାଇଡେନଙ୍କ ଏଭଳି କ୍ୟାନ୍ସରକୁ ନେଇ ବିବାଦୀୟ ପ୍ରଶ୍ନ କରିଛନ୍ତି। ବାଇଡେନଙ୍କ କ୍ୟାନ୍ସର ଗ୍ରୁପ୍ 5 ଷ୍ଟେଜ୍ରେ ପହଞ୍ଚି ସାରିଲାଣି। ରାଷ୍ଟ୍ରପତି ଥିଲାବେଳେ ଏଭଳି ଗମ୍ଭୀର ବେମାରୀକୁ ନିରୂପଣ କେମିତି କରାଯାଇନଥିଲା ବୋଲି ପ୍ରଶ୍ନ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ ଜୁନିୟର। ଡକ୍ଟର ଜିଲ୍ ବାଇଡେନ କେମିତି ପଞ୍ଚମ ପର୍ଯ୍ୟାୟ ଯାଏ ଲୁଚାଇଥିଲେ ନା ଏହା କଭରଅପ୍ ଲାଗି ଆଉ ଏକ ପ୍ରୟାସ ବୋଲି ପଚାରିଛନ୍ତି ଜୁନିୟର ଟ୍ରମ୍ପ। ବାଇଡେନଙ୍କୁ କ୍ୟାନ୍ସର ହୋଇଥିବା ପରିପ୍ରେକ୍ଷୀରେ ଏକଥା ବି କହିଛନ୍ତି ରାଜନୀତି ଗୋଟିଏ ପାଖରେ, କିନ୍ତୁ ବାଇଡେନଙ୍କ ଦ୍ରୁତ ଆରୋଗ୍ୟ କାମନା ଆବଶ୍ୟକ କରୁଛନ୍ତି। ସେପଟେ 2022ରେ ତାଙ୍କ ଶରୀରରେ କ୍ୟାନ୍ସର ଚିହ୍ନଟ ହୋଇଥିବା କହିଥିଲେ ବାଇଡେନ। ବାଇଡେନଙ୍କ ପତ୍ନୀ ଜିଲ୍ ବି ବାଇଡେନ କ୍ୟାନ୍ସରକୁ ହରାଇଥିବା କହିଥିଲେ ପୂର୍ବରୁ। ନିର୍ବାଚନ ପ୍ରଚାର ବେଳେ ପୂର୍ବରୁ ଟ୍ରମ୍ପଙ୍କୁ ହରାଅ ବୋଲି ଆହ୍ୱାନ କରିଥିଲେ। ତାଙ୍କ ଝିଅ ବି ଏକ ସାକ୍ଷାତକାରରେ ବାପା କେମିତି ଦ୍ରୁତ ଆରୋଗ୍ୟ ହୋଇଥିଲେ କହିବା ବେଳେ ଭାବବିହ୍ୱଳ ହୋଇପଡ଼ିଥିଲେ। ଏହାର ଭିଡ଼ିଓ ଏବେ ଭାଇରାଲ ହୋଇଛି। Dad knows that family is everything. When Hunter and I lost our brother Beau to cancer in 2015, the grief and the pain felt like it might never end. Dad had the capacity to step out of his own pain and absorb ours. And I know that Beau is here with us tonight, as he is always with us. And now, I would like to introduce my father, your 46th President of the United States, Joe Biden. ପ୍ରୋଷ୍ଟେଟ୍ କ୍ୟାନ୍ସର ଏକ ଛୋଟ ଗ୍ରନ୍ଥି ଅଟେ ଯାହା ବୀର୍ଯ୍ୟ ତିଆରିରେ ସହଯୋଗ କରେ। ଏଥିରେ ଯେତେବେଳେ କୋଷ ଅନିୟନ୍ତ୍ରିତ ଭାବେ ବଢ଼େ ତାହା କ୍ୟାନ୍ସରକୁ ବ୍ୟାପେ। ଅଧିକାଂଶ ମାମଲାରେ ଏହା ଧୀରେ ଧୀରେ ବଢ଼ିଥାଏ। ଆରମ୍ଭରୁ ଏହାର ଚିକିତ୍ସା କରାଗଲେ ସୁସ୍ଥ ହେବା ସହଜ ହୋଇଥାଏ, କିନ୍ତୁ ବିଳମ୍ବ ହୋଇଗଲେ ଚିକିତ୍ସା କରିବା କାଠିକର ହୋଇପଡ଼େ। ଏହାର ଚିକିତ୍ସା କେବଳ ସର୍ଜରୀ, ରେଡିଏସନ୍ ଅଥବା ଔଷଧ ଦ୍ୱାରା ହୋଇଥାଏ। ଜୋ ବାଇଡେନ 2021ରୁ 2025 ଯାଏ ଆମେରିକାର ରାଷ୍ଟ୍ରପତି ଥିଲେ। ଗଲାବର୍ଷ ଜୁଲାଇରେ ଅଚାନକ ପୁନଃ ନିର୍ବାଚନ ଲଢ଼ିବାକୁ ନିଜ ନାଁ ପ୍ରତ୍ୟାହାର କରିନେଇଥିଲେ। ଯେତେବେଳେ ରିପବ୍ଲିକାନ ପାର୍ଟିର ଆଶାୟୀ ଟ୍ରମ୍ପଙ୍କ ସହ ତର୍କ ବେଳେ ତାଙ୍କର ପ୍ରଦର୍ଶନ ଦୁର୍ବଳ ରହିଥିଲା। ଏହାପରେ ଡେମୋକ୍ରାଟିକ୍ ପାର୍ଟିରେ ଚିନ୍ତା ପଶିଥିଲା। ଉପରାଷ୍ଟ୍ରପତି କମଲା ହାରିସ୍ଙ୍କୁ ପାର୍ଟିର ନୂଆ ପ୍ରାର୍ଥୀ କରାଯାଇଥିଲା, ଯିଏ ନଭେମ୍ବର 2024ରେ ଟ୍ରମ୍ପଠୁ ନିର୍ବାଚନ ହାରିଯାଇଥିଲେ। ବ୍ୟୁରୋ ଇନପୁଟ୍ ସହ ଭକ୍ତିଲତା ବରାଳ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍।